ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ମୁଁ ଆପଣଙ୍କୁ ଗତକାଲି ବି କହିଥିଲି ଆଉ ବ୍ୟାକ୍ ଟୁ ବ୍ୟାକ୍ ସବୁଦିନ ବି କହୁଛି, ଆଗାମୀ 45 ଦିନରେ ଆପଣ ଏତେ ସାରା ଭେକେନ୍ସି ଦେଖିବାକୁ ପାଇବେ। ସବୁଦିନ ଟାଇପ୍ର ବ୍ୟାକ୍ ଟୁ ବ୍ୟାକ୍ ଆପଣ ଭେକେନ୍ସି ଆପଣଙ୍କର ଦେଖିବାକୁ ପାଇବେ। ଦେଖନ୍ତୁ ଫାଇନାଲି ଆପଣଙ୍କର ଓଏସଏସସିର ଭେକେନ୍ସି ଆପଣଙ୍କର ପବ୍ଲିଶ ହେଇଯାଇଛି ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର ଏବଂ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପାଇଁ, ଯାହାର ଅନଲାଇନ୍ ଆପ୍ଲାଏ ଆପଣ 29 ନଭେମ୍ବର ପାଖରୁ କରିପାରିବେ ଏବଂ ଲାଷ୍ଟ ଡେଟ୍ ଆପଣଙ୍କର 28 ଡିସେମ୍ବର ରହିବ। ତ ଯଦି ଆପଣ ଖାଲି +3 ପାସ୍ କରିଛନ୍ତି ନା, କେବଳ +3 ପାସ୍, ଆର୍ଟ୍ସ ହଉ, ସାଇନ୍ସ ହଉ କି କମର୍ସ ହଉ, ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ ଆଉ କହିବି ଦେବେ ଯେ ଆଗାମୀ 45 ଦିନରେ ବ୍ୟାକ୍ ଟୁ ବ୍ୟାକ୍ ସବୁଦିନ ଆପଣଙ୍କର ଖାଲି ଭେକେନ୍ସି ଉପରେ ଭେକେନ୍ସି ବାହାରିବ। ଯେତିକି ବି ପେଣ୍ଡିଂ ଭେକେନ୍ସି 2024ର ସବୁ ବାହାରିବ। ଠିକ୍ ଅଛି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଆଉ ଯଦି ଆପଣ ଡେଡିକେଟେଡଲି ସବୁଦିନ ପଢ଼ିବା ପାଇଁ ଚାହୁଁଛନ୍ତି ନା, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ସବୁଦିନ ଆପଣ ଡେଡିକେଟେଡଲି ପଢ଼ିପାରିବେ। ଏବଂ ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି ନା, 8895154969, ଖାଲି ଏଇ ନମ୍ବରରେ ଆପଣ ହ୍ୱାଟ୍ସଅପ୍ରେ ହାଇ ଲେଖିଦେବେ। ଆପଣଙ୍କୁ ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପାର୍ସନାଲି ମେସେଜ କରିବାର ଲିଙ୍କ୍ ମଧ୍ୟ ଆପଣଙ୍କୁ ମିଳିଯିବ। ଫାଷ୍ଟ ଅଫ୍ ଅଲ୍ ଅନଲାଇନ୍ ଆପ୍ଲାଏର ଡେଟ୍ ଆପଣଙ୍କୁ ମୁଁ ଜଣାଇଦେଲି। ପଦବୀ ସଂଖ୍ୟା ବି ଆପଣ ଦେଖିଦେଲେ ଆପଣଙ୍କର। ଏବେ ଆସନ୍ତୁ କ୍ୟାଟେଗୋରୀ ୱାଇଜ୍ ଭେକେନ୍ସି ମଧ୍ୟ ଆପଣଙ୍କ ପାଇଁ ଆମେ ଦେଖିଦେବା। ତ କ୍ୟାଟେଗୋରୀ ୱାଇଜ୍ ଦେଖନ୍ତୁ ସମସ୍ତଙ୍କ ପାଇଁ ଭେକେନ୍ସି ରହିଛି। ଜେନେରାଲ, ଏସି ବିସି, ଏସଟି, ଏସସି ସମସ୍ତଙ୍କ ପାଇଁ ଭେକେନ୍ସି ରହିଛି। ଆଗ ଆମେ ଡିସ୍କସନ୍ କରିବା ଆପଣଙ୍କର ଏଜ୍ ଲିମିଟ୍ ସମ୍ପର୍କରେ। ତ କ୍ୱାଲିଫିକେସନ୍ ବି ଆଗ ଦେଖିଦିଅନ୍ତୁ ହେଲା। ତ କ୍ୱାଲିଫିକେସନ୍ ସମସ୍ତଙ୍କ ପାଇଁ ସେମ୍ ରହିଛି। ଯଦି ଆପଣ ଖାଲି +3 କମ୍ପ୍ଲିଟ୍ କରିଛନ୍ତି, ଆର୍ଟ୍ସରେ ହଉ କି ସାଇନ୍ସରେ ହଉ କି କମର୍ସରେ ହଉ, ଆଉ ଆପଣଙ୍କର ଷ୍ଟାଟିଷ୍ଟିକ୍ ବୋଲି ଗୋଟେ ଆପଣଙ୍କର ସବଜେକ୍ଟ ଥିଲା, କିମ୍ବା ଆପ୍ଲାଏଡ୍ ଷ୍ଟାଟିଷ୍ଟିକ୍ ଥିଲା, କିମ୍ବା ଇକୋନୋମିକ୍ସ ଥିଲା, କିମ୍ବା ମ୍ୟାଥମେଟିକାଲ ଇକୋନୋମିକ୍ସ ଥିଲା, କିମ୍ବା ମ୍ୟାଥମେଟିକ୍ସ ଥିଲା, ସୋସିଓଲୋଜି ଥିଲା, କମ୍ପ୍ୟୁଟର ସାଇନ୍ସ ଥିଲା, କିମ୍ବା କମ୍ପ୍ୟୁଟର ଆପ୍ଲିକେସନ୍ ଥିଲା, କିମ୍ବା ଯଦି ଏଇ ଭିତରୁ ଆପଣଙ୍କର ଗୋଟେ ଥିଲା, ମାନେ ଆପଣଙ୍କର ଗ୍ରାଜୁଏସନରେ ବୁଝାପଡ଼ୁଛି, ଦେନ୍ ଆପଣମାନେ ଆପ୍ଲାଏ କରିପାରିବେ। ପ୍ରାୟତଃ ସବୁ ଆର୍ଟ୍ସ ପିଲାଙ୍କର, ସାଇନ୍ସ ପିଲାଙ୍କର ନିହାତି ଥିବ, ପ୍ରାୟତଃ ଅଛି, ମାନେ ଆପଣମାନେ ଆପ୍ଲାଏ କରିପାରିବେ। ସେମିତି ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଅଣ୍ଡର ଅଫିସ୍ ଅଫ୍ ଦ ଲେବର କମିଶନରେ ମଧ୍ୟ ସେମ୍ ଜିନିଷ ଆପଣଙ୍କ ରହିଛି। କ୍ୱାଲିଫିକେସନ୍ ଆପଣ ଜାଣିଗଲେ। ଏବେ ଏଜ୍ ଲିମିଟ୍ ଆପଣଙ୍କ ଦେଖନ୍ତୁ, ମିନିମାମ୍ ବୟସ 21 ବର୍ଷରୁ 38 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। କିନ୍ତୁ ଏସଟି, ଏସସି, ଏସିବିସି ଲେଡିଜ୍ ମାନଙ୍କର 5 ବର୍ଷ ବଢ଼ିଯିବ। ତ 21ରୁ 43 ବର୍ଷ ଭିତରେ ଥିଲେ ନା ଆପଣ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ଆପଣ ଜାଣିଗଲେ। ଠିକ୍ ଅଛି। ଏବେ ଆସନ୍ତୁ ଡିସ୍କସନ୍ କରିବା। ଆପ୍ଲିକେସନ୍ ଫି ବିଲକୁଲ ଫ୍ରି, ଆପଣ କୌଣସି ବି ଟଙ୍କା ପଡ଼ିବନି, ଆପଣ ବିଲକୁଲ ଫ୍ରିରେ ଆପ୍ଲାଏ କରିବେ। ଠିକ୍ ଅଛି। ଏବେ ଆଗ ଆପଣଙ୍କର ପ୍ରିଲିମ୍ ପରୀକ୍ଷା ହେବ। ଯଦି 5 ଗୁଣରୁ ଅଧିକ ପିଲା ଆପ୍ଲାଏ କରନ୍ତି, ଅବଭିୟସଲି ଆପ୍ଲାଏ କରିବେ। ତାପରେ ମେନ୍ ଏକ୍ଜାମ୍ ଆପଣଙ୍କର ହେବ। ଦେନ୍ ସ୍କିଲ୍ ଟେଷ୍ଟ ଆପଣଙ୍କର, ଏଇଟା କେବଳ କ୍ୱାଲିଫାଇଂ ଇନ୍ ନେଚର ଆପଣଙ୍କର ରହିବ। ଠିକ୍ ଅଛି, ବୁଝିଗଲେ। ଏବେ ଆସନ୍ତୁ ଆମେ ଡିସ୍କସନ୍ କରିବା ପରୀକ୍ଷା ଆପଣଙ୍କର କେବେ ହେବ ନା, ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆପଣଙ୍କର ପରୀକ୍ଷା ପ୍ରାୟତଃ ଆପଣଙ୍କର ହେବ। ସିଲାବସ୍ ସମ୍ପର୍କରେ ଡିସ୍କସନ୍ କରିବା। ସବୁ ପରୀକ୍ଷାର ନା ପ୍ରିଲିମ୍ସ ପରୀକ୍ଷା ସିଲାବସ୍ ସେମ୍ ଆପଣଙ୍କର ରହିଥାଏ। ଦେଖିଦିଅନ୍ତୁ, ପ୍ରିଲିମ୍ସ ଆପଣଙ୍କର ସମସ୍ତଙ୍କ ପାଇଁ ସେମ୍। ଆପଣଙ୍କର କ'ଣ କ'ଣ ପଡ଼ିବ ଦେଖନ୍ତୁ, ମ୍ୟାଥ୍ ପଡ଼ିବ, ଡାଟା ଇଣ୍ଟରପ୍ରିଟେସନ୍, ରିଜନିଂ, କରେଣ୍ଟ ଇଭେଣ୍ଟସ୍, କମ୍ପ୍ୟୁଟର, ଏସବୁ ବେସିକ୍ ଗୁଡ଼ା ଆପଣଙ୍କର ପଡ଼ିବ ସମସ୍ତଙ୍କର। କେତେ ମାର୍କର ପଡ଼ିବ ତା ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଆଉ ସ୍କିଲ୍ ଟେଷ୍ଟ ଆପଣଙ୍କର ହେବ। ଏ ସ୍କିଲ୍ ଟେଷ୍ଟରେ ବେସିକ୍ ଗୁଡ଼ା ପଡ଼ିବ, କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍ସ, MS ୱିଣ୍ଡୋଜ୍, ଅଫିସ୍, ଏଗୁଡ଼ା। ଆଉ ଆପଣଙ୍କର ମେନ୍ସର ଆପଣଙ୍କର ସିଲାବସ୍ ସମ୍ପର୍କରେ ଆପଣଙ୍କୁ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ନହେଲେ ଏଇଥିରେ ବି ଆପଣଙ୍କର ଥାଇପାରେ, ଆପଣ ୟାକୁ ଟିକେ ପଢ଼ିଦେବେ। ତ ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ଜଣାଇ ଦିଅନ୍ତୁ ଯେ ଭେକେନ୍ସି ଆପଣଙ୍କର ବାହାରିଗଲା। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।